ପ୍ରିୟ ଆତ୍ମାନ, ଭୂତ କେଉଁଠି କେଉଁ ଅଦୃଶ୍ୟ ଲୋକରେ ଥାନ୍ତି ବା ନାହିଁ, ଏହାକୁ ଜାଣିବାରେ ବା ନ ଜାଣିବାରେ ମନୁଷ୍ୟର କୌଣସି ଲାଭ ନାହିଁ। ଯଦି ଆପଣ କୌଣସି ଅଦୃଶ୍ୟ ଲୋକରେ ତାଙ୍କର ଥିବା ମାନୁଛନ୍ତି, ତେବେ ମାନନ୍ତୁ, କିନ୍ତୁ ଏହି କଥାକୁ ନିଶ୍ଚୟ ଜାଣନ୍ତୁ ଯେ ସେ ମୃତ ମନୁଷ୍ୟ ଜୀବିତ ମନୁଷ୍ୟଙ୍କୁ କୌଣସି ପ୍ରକାର କଷ୍ଟ ଦେଇପାରିବେ ନାହିଁ। କଷ୍ଟର କାରଣ ଆପଣା ସେ ମନ ଅଟେ, ଯେଉଁଠି ଏହି ମିଛ ଭାବନା, ମିଛ କଳ୍ପନା ଓ ମିଛ ବିଶ୍ୱାସ ପଶିଯାଇଛି। ସେ ଭୂତ ବି ଏ ସଂସାରର କୌଣସି ବସ୍ତୁ ଅଟେ। ଆପଣଙ୍କର ସବୁ ଜ୍ଞାନ ଓ ସବୁ ବିଦ୍ୟା ବ୍ୟର୍ଥ ଅଟେ ଯଦି ଆପଣଙ୍କର ମନରେ ଆଜି ଯାଏଁ ଭୂତଙ୍କର ଉପରେ ବିଶ୍ୱାସ ଅଛି। ଯାହାର ହୃଦୟରେ ଭୂତ ଅଛି, ତାହାକୁ ପ୍ରକୃତ ଶାନ୍ତି ମିଳିପାରିବ ନାହିଁ। ଯେକୌଣସି ଅଦୃଶ୍ୟ ଲୋକରେ ଭୂତଙ୍କର ଥିବା ସ୍ୱୀକାର କରନ୍ତି, ସେମାନଙ୍କୁ ବି ଆମ୍ଭେ ନିଶ୍ଚିତ ଭାବରେ କହୁଛୁ ଯେ ଏଯାଏଁ କେହି ଭୂତଙ୍କୁ ଦେଖି ନାହାନ୍ତି। ଝାଡ଼ ଥିଲା, ଥୁଣ୍ଟା ବୃକ୍ଷ ଥିଲା, କୌଣସି ଜନ୍ତୁ ଥିଲା, କିନ୍ତୁ ଏହା ନିଶ୍ଚିତ ଅଟେ ଯେ ଯାହାକୁ ଆପଣ ଦେଖିଲେ ତାହା ଭୂତ ନଥିଲା। ଭୂତଙ୍କୁ ଡରୁଥିବା ଲୋକ ଯଦି ସାହସ କରି ଭୂତଙ୍କ ନିକଟକୁ ଚାଲିଯାଆନ୍ତି ତ ସବୁ ଭେଦ ଖୋଲିଯିବ। ପ୍ରକୃତ ଓ ନିର୍ଭୟ ମନୁଷ୍ୟ କେବେ ଭୂତ ଦେଖିପାରିବ ନାହିଁ। ଯାହାର ହୃଦୟରେ ଭୂତ ଅଛି, ତାଠାରେ ଆତ୍ମବଳ ଆସିପାରିବ ନାହିଁ। ଯଦି ହୃଦୟରେ ଶାନ୍ତି ଓ ଆନନ୍ଦର ଅନୁଭବ କରି ଜୀବନ ମୁକ୍ତ ହେବାକୁ ଚାହୁଁଛନ୍ତି ତ ସବୁ ପ୍ରକାର ଭୂତଙ୍କୁ ହୃଦୟରୁ ବାହାର କରିଦିଅନ୍ତୁ। ଭୂତଙ୍କ ବାହାରି ଯିବାରେ ହୃଦୟରେ ନିଜର ପ୍ରକୃତ ସ୍ୱରୂପର ପ୍ରକାଶ ହେବ। ଭୟ, ଅଜ୍ଞାନ ଓ ଅନ୍ଧବିଶ୍ୱାସ ଅନେକ ପ୍ରକାର ଭୂତଙ୍କର ରଚନା କରନ୍ତି। ବହୁତ ଅଜ୍ଞାନୀ ଏହି ଭୂତଙ୍କୁ ଦେବତା କହନ୍ତି, ଏମାନଙ୍କୁ ପୂଜା ବି କରନ୍ତି। ଅଜ୍ଞାନୀଙ୍କ ଦେବତା ସେମାନେ ହିଁ ଅଟନ୍ତି ଯେଉଁମାନେ ତାଙ୍କୁ ଡରାଇ ପାରନ୍ତି ବା ଯାହାକୁ ସେମାନେ ଡରନ୍ତି। ଦୁଃଖ ପଡ଼ିଲେ ବା ଦୁଃଖରୁ ବଞ୍ଚିବା ପାଇଁ ପୂଜା କରନ୍ତି। ଏହି ଅଜ୍ଞାନୀଙ୍କୁ ଦେବତା ହଇରାଣ କରନ୍ତି, ବଦଲା ନିଅନ୍ତି, ଭୟ ଦେଖାନ୍ତି, ନର୍କରେ ପକାନ୍ତି ଓ ଯଦି ଏମାନଙ୍କ ପୂଜା ନ ହେଲା ତ କ୍ରୋଧ ବି କରି ବସନ୍ତି। ଜ୍ଞାନୀ ଓ ମୁକ୍ତ ଲୋକଙ୍କର ହୃଦୟରୁ ଏଭଳି ଭୂତ, ଦେବତା ଓ ଈଶ୍ୱରର ଭାବ ବାହାରିଯାଏ। ଆଉ ଯେତେବେଳେ ଅନ୍ଧବିଶ୍ୱାସର ପରଦା ହୃଦୟରୁ ଦୂରେଇ ଯାଏ, ସେତେବେଳେ ନିଜର ଆତ୍ମାର ପ୍ରକୃତ ସ୍ୱରୂପ ଚମକି ଉଠେ। ଏହି ଆତ୍ମାଦେବଙ୍କର ପ୍ରକାଶରେ ଶାନ୍ତିର ପବନ ଚାଲେ ଓ ଆନନ୍ଦର ବୃଷ୍ଟି ହୁଏ। ଯେ ପୂଜା ନ ପାଇଲେ କ୍ରୋଧ କରେ ଓ ଭୟ ଦେଖାଏ, ସେ ଈଶ୍ୱର ଓ ଦେବତା କିପରି? ଅଜ୍ଞାନୀର ହୃଦୟରେ ଭୟର ମାତ୍ରା ଅଧିକ ଥାଏ। ଏହି ଭୟ, ଅନ୍ଧବିଶ୍ୱାସ ଓ ମିଛ କଳ୍ପନା ଭିତରେ ହିଁ ଏପରି ଦେବତା, ଏପରି ଈଶ୍ୱର ଓ ଭୂତଙ୍କର ସୃଷ୍ଟି ହୋଇଥାଏ। ଯାହାର ହୃଦୟରେ ଏପରି ଭୟ ଲାଗି ରହିଛି, ସେ ମୁକ୍ତ ନୁହେଁ, ବଦ୍ଧ ଅଟେ। ହୃଦୟରେ ଯେ ଯାଏଁ ଭୟ ରହିଛି, ସେ ଯାଏଁ ସ୍ୱତନ୍ତ୍ରତା ଓ ମୁକ୍ତି କାହିଁ? ପ୍ରକୃତ ସ୍ୱତନ୍ତ୍ରତା ଓ ପ୍ରକୃତ ମୁକ୍ତି ସହିତ ହିଁ ପ୍ରକୃତ ଶାନ୍ତି ଓ ପ୍ରକୃତ ଆନନ୍ଦ ରହିଛି। ଭୂତଙ୍କୁ ମାନୁଥିବା ଲୋକେ ଯେଉଁପରି ଭୂତଙ୍କୁ ଦେଖନ୍ତି, ଯେଉଁ ଅନ୍ଧବିଶ୍ୱାସରେ ଭୂତଙ୍କ ଦ୍ୱାରା ତାଙ୍କୁ ଅନେକ ବିପତ୍ତି ଗୁଡ଼ିକର ସମ୍ମୁଖୀନ ହେବାକୁ ହୋଇଥାଏ, ସେହି ଅନ୍ଧବିଶ୍ୱାସ ଓ ମିଛ କଳ୍ପନାରେ କେବେ କେବେ ତାଙ୍କର କଷ୍ଟ କମିଯାଏ ଓ ବିପତ୍ତି ଟଳିଯାଏ। କିନ୍ତୁ ଏହା ସତ୍ୟ ଅଟେ ଯେ ଭୂତ କୌଣସି ବସ୍ତୁ ନୁହେଁ, ସେମାନଙ୍କର ଅସ୍ତିତ୍ୱ କେଉଁଠି ନାହିଁ। ସେମାନଙ୍କର ସବୁ କାହାଣୀ ଭୁଲ ଅଟେ। ନିଜର ଆତ୍ମା ହିଁ ନିଜର ବିଶ୍ୱାସ ଅନୁସାରେ ଅନେକ ରୂପ ଧାରଣ କରିଥାଏ। ଅଜ୍ଞାନ, ମିଛ କଳ୍ପନା ଓ ଅନ୍ଧବିଶ୍ୱାସରୁ ଏହି ଆତ୍ମା ଭୂତ ହୋଇ କଷ୍ଟ ପହଞ୍ଚାଏ ଓ ମନୁଷ୍ୟର ସ୍ୱଭାବକୁ ଭୟାଳୁ କରିଦିଏ। ଏହି ଅନ୍ଧବିଶ୍ୱାସରୁ ହାନି ଅଧିକ ଓ ଲାଭ କମ୍ ହୋଇଥାଏ। ଅଜ୍ଞାନକୁ ଦୂର କରି ଅନ୍ଧବିଶ୍ୱାସକୁ ଜଳାଇ ଭୟକୁ ହୃଦୟରୁ ବାହାର କରି ନିଜର ଆତ୍ମତତ୍ତ୍ୱକୁ ଚିହ୍ନନ୍ତୁ। ବିନା ଚିହ୍ନିବି ଯେ ଯାଏଁ ଏହା ଅନେକ ଦେବୀ ଦେବତାଙ୍କର ରୂପରେ ଆପଣଙ୍କର ସହାୟତା କରୁଛି, ତେବେ ଚିହ୍ନି ଗଲା ପରେ ଆଉ ବି ଅଧିକ ସହାୟତା କରିବ। ଅଜ୍ଞାନବଶତଃ ନିଜର ଆତ୍ମା ଓ ନିଜର ବିଶ୍ୱାସକୁ ହିଁ ଦେବୀ ଦେବତା ଓ ଭୂତଙ୍କ ରୂପରେ ବଦଳାଇ ଲୋକେ ତାକୁ ଡରନ୍ତି ଓ କଷ୍ଟ ପାଆନ୍ତି। ପ୍ରକୃତ ଜ୍ଞାନ ବତାଇ ଯେ ଏସବୁ ନିଜର ଆତ୍ମା ହିଁ ଅଟେ
ଏପରି ଜ୍ଞାନ ହୁଅନ୍ତେ ହିଁ ସବୁ ଭୟ ଦୂର ହୋଇଯାଆନ୍ତି, ବିପତ୍ତି ଟଳିଯାଏ ଆଉ ନିଜର ଆତ୍ମା ଲାଭ ପହଞ୍ଚେଇବାକୁ ସର୍ବଦା ପ୍ରସ୍ତୁତ ରହେ। ନିଜର ଆତ୍ମା ନିଜକୁ କଷ୍ଟ ଦେଇପାରିବ ନାହିଁ। କଷ୍ଟ ଦେଇଥାଏ ନିଜର ମିଛ ବିଶ୍ୱାସ। ଆତ୍ମା ତ ଗୁଣର ଭଣ୍ଡାର, ଶକ୍ତିର ଆଗର ଆଉ ଶାନ୍ତି ତଥା ଆନନ୍ଦର ସମୁଦ୍ର ଅଟେ। ଯୋଗୀଙ୍କର ଉଚିତ ଯେ ଏହାକୁ ତତ୍ତ୍ୱରେ ଚିହ୍ନି ଏହି ଶାନ୍ତି ଓ ଆନନ୍ଦର ସମୁଦ୍ରରେ ନିର୍ଭୟ ହୋଇ ସ୍ନାନ କରନ୍ତୁ। ଜଣେ ମୌଲବୀ ସ୍ୱପ୍ନ ଦେଖିଲେ ଯେ ତାଙ୍କ ଆଗରେ ଜଣେ ଲମ୍ବା ଦାଢ଼ି ଥିବା ଶୈତାନ ଆସିଲା। ସେ ତାହାର ଦାଢ଼ି ଧରି ଜୋରରେ ଏକ ଚଟକଣା ମାରିଲେ। ଚଟକଣା ଖାଇବା ମାତ୍ରେ ନିଦ ଭାଙ୍ଗିଗଲା। ଦେଖିଲେ ଯେ ସେ ନିଜର ହିଁ ଦାଢ଼ି ଧରିଛନ୍ତି ଓ ଚଟକଣା ବି ତାଙ୍କର ମୁହଁ ଉପରେ ହିଁ ପଡ଼ିଛି। କଥା ଏଇଆ ଯେ ସେ ଶୈତାନ ମୌଲବୀଙ୍କ ଠାରୁ ଅଲଗା ନଥିଲା। ସ୍ୱପ୍ନରେ ଆମ୍ଭର ହିଁ ଆତ୍ମା ଏକରୁ ଅନେକ ରୂପ ଧାରଣ କରିଥାଏ। ଆତ୍ମା ହିଁ ରାସ୍ତା ହୁଏ, ଆତ୍ମା ହିଁ ଗାଡ଼ି ହୁଏ, ଆତ୍ମା ହିଁ ଟାଣେ ଓ ଆତ୍ମା ହିଁ ତା ଉପରେ ଚଢ଼ାଳି ହୋଇଥାଏ। ଶୈତାନ, ଭୂତ, ଦେବୀ ଦେବତା ଓ ଝଡ଼ ଚେତନ ସମସ୍ତ ସଂସାର ଆତ୍ମାର କଳ୍ପନା ଅଟେ। ଯାହାର ଯେପରି ଜ୍ଞାନ ଅଛି, ଯାହାର ଯେ ଯାଏଁ ପହଞ୍ଚ ଅଛି, ତା ଅନୁସାରେ ସେ ନିଜର ଈଶ୍ୱର, ଦେବୀ ଦେବତା ଓ ଭୂତ ପ୍ରେତଙ୍କର କଳ୍ପନା କରିନିଏ। ଯେପରି ଯେପରି ମନୁଷ୍ୟର ଜ୍ଞାନ ଉନ୍ନତି କରି ଚାଲିଲା, ସେପରି ସେପରି ମନୁଷ୍ୟର ଈଶ୍ୱର ବି ଉନ୍ନତି କରି କରି ଚାଲିଲା। ପ୍ରଥମେ ସେ ଭୂତଙ୍କ ସେବକ ଥିଲା। ସେ ଉନ୍ନତି କରି ଦେବତାଙ୍କ ଓ ଈଶ୍ୱରଙ୍କ ସେବକ ହୋଇଗଲା। ସେ ହିଁ ଏକରୁ ଅନେକ ହୋଇଯାଇଛି। ଆତ୍ମା ନିଷ୍ପାପ ଓ ପବିତ୍ର ତଥା ଆନନ୍ଦମୟ ଅଟେ। ଅତଃ ସମଗ୍ର ସଂସାର ପବିତ୍ର, ନିଷ୍ପାପ ଓ ଆନନ୍ଦମୟ ଅଟେ।